କ୍ୟାପିଟାଲ ଥାନା ପୁଲିସ ଅଭିଯୋଗକାରୀ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ଅଭିଯୋଗ ଭିତ୍ତିରେ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ଚିନ୍ମୟ କୁମାର ପାଣିଗ୍ରାହୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୂଚନାଯୋଗ୍ୟ ଯେ ଅଭିଯୋଗକାରୀ ତାଙ୍କର ବାପାଙ୍କର ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ। ଗତ 23/4/2024 ତାରିଖରେ ରାତିରେ ସେ କ୍ୟାପିଟାଲ ହସ୍ପିଟାଲର ଆଇସିୟୁ ନିକଟରେ ବିଶ୍ରାମ ନେଉଥିବା ବେଳେ ନିକଟରେ ତାଙ୍କର ମୋବାଇଲ ଫୋନଟିକୁ ରଖିଥିଲେ। ଅଭିଯୁକ୍ତ ଜଣକ ସୁଯୋଗ ଦେଖି ଅଭିଯୋଗକାରୀଙ୍କର ମୋବାଇଲ ଫୋନଟିକୁ ଚୋରି କରି ନେଇଯାଇଥିଲା। କିଛି ସମୟ ପରେ ଅଭିଯୋଗକାରୀ ଉଠିବା ପରେ ତାଙ୍କର ମୋବାଇଲ ଫୋନ ପାଇନଥିବାରୁ ବହୁତ ଖୋଜାଖୋଜି ପରେ ଏନେଇ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ମାମଲାର ତଦନ୍ତ କରି କ୍ୟାପିଟାଲ ଥାନା ପୁଲିସ ଆଜି ବିଶେଷ ସୂତ୍ରରୁ ଖବର ପାଇ ଅଭିଯୁକ୍ତ ଚିନ୍ମୟ କୁମାର ପାଣିଗ୍ରାହୀଙ୍କୁ ରାଜମହଲ ଛକରେ ରାସ୍ତାରେ ଯାତାୟାତ କରୁଥିବା ଲୋକମାନଙ୍କୁ ଚୋରି ମୋବାଇଲ ଫୋନ ବିକ୍ରୟ କରିବା ପାଇଁ ଚେଷ୍ଟା କରୁଥିବା ସମୟରେ କାବୁ କରିନେଇଥିଲେ। ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ହେପାଜତରେ ରଖିଥିବା ମୋବାଇଲ ଫୋନଟିକୁ ଚୋରି କରିଥିବା ନେଇ ସ୍ୱୀକାର କରିବା ପରେ ତାଙ୍କ ହେପାଜତରୁ ମୋବାଇଲ ଫୋନ ଜବତ କରାଯାଇ ଅଧିକ ତଦନ୍ତ ପାଇଁ ତାଙ୍କୁ ଥାନାକୁ ଅଣାଯାଇଥିଲା। ଅଭିଯୁକ୍ତର ପୂର୍ବ ଚରିତ ଅପରାଧିକ ଯାଞ୍ଚ ବେଳେ ସେ ପୂର୍ବରୁ କ୍ୟାପିଟାଲ ଥାନା ଓ ଜିଆରପି ଥାନାରେ 2ଟି ଚୋରି ମାମଲାରେ ସମ୍ପୃକ୍ତ ଥିଲେ। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି। ବ୍ୟୁରୋ ରିପୋର୍ଟ, ଏକାମ୍ର ନ୍ୟୁଜ ଏଜେନ୍ସି।